क्या आपण निज इतिहास सहित निज परिचित ना बार बार खेला जाइए ଆଉ ଖେଳା ଯାଇଛି ମଧ୍ୟ ଏହା 2025 ଚାଲିନି ଆଜ୍ଞା। History was manipulated. It's time to accept the true. ବନ୍ଧୁ ମୁଁ ଆପଣଙ୍କୁ ପ୍ରଥମରୁ କହି ଆସିଛି ଆମ ଇତିହାସ ସହିତ ବାର ବାର ଖେଳା ଯାଇଛି ଆଉ ଖେଳା ଯାଇଛି ମଧ୍ୟ। ମୋ କଥା ଶୁଣି ଆପଣ ମାନେ ହୁଏତ ଭାବୁଥିବେ ଇଏ କଣ ପାଗଳ ଭଳିଆ ଆବଳ ଚାବଳ ଗପୁଛି କୋଉଥିପାଇଁ ଗପୁଛି ଆଉ କାହିଁକି ଗପୁଛି ସେ ବିଷୟରେ ତ ମୁଁ ପଛରେ କହିବି, କିନ୍ତୁ ଗୋଟିଏ ପ୍ରଶ୍ନ ମୁଁ ଆପଣଙ୍କୁ ପଚାରିବି ବା ଯେଉଁ ଦେଶରେ ରହିଛନ୍ତି ସେ ଦେଶରେ ବର୍ତ୍ତମାନ କୋଉ ମସିହା ବା କୋଉ ଇୟର ଚାଲିଛି? କୋଉ ଇୟର? 2025। ଏଇଠି ତ ମାଡ ଖାଇଗଲା ଆଜ୍ଞା। ଆପଣ ନିଜ ଇତିହାସ ସହିତ ନିଜ ପରିଚିତ ନା ଇତିହାସ ସହିତ ବାରବାର ଖେଳିବାକୁ ପ୍ରକୃତିରେ ଏହା 2025 ଚାଲିନି ଆଜ୍ଞା। ଆମ ଭାରତୀୟ ପରମ୍ପରା ଆଉ ସଂସ୍କୃତି ଅନୁସାରେ ଆମେ ବର୍ତ୍ତମାନ 2082 ମସିହାରେ ଅଛୁ। ପାଗଳ ବୋଲି ପୁଣି କହୁଥିବେ, ସେଥିପାଇଁ ତ କହୁଛି ଆଜ୍ଞା ଆମ ଇତିହାସ ସହିତ ବାର ବାର ଖେଳା ଯାଇଛି ଯୋଉଟା କି ଆମେ ମାନେ କେବେ ବି ଜାଣିପାରୁନୁ କଣ ଖେଳା ଯାଇଛି। ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାହେଲେ ହିଁ ବୁଝିପାରିବେ ଆମ ଇତିହାସ ସହିତ କଣ ଖେଳା ଯାଉଛି। ଆପଣ ଜାଣିଛନ୍ତି ଆମେ ଯୋଉ କ୍ୟାଲେଣ୍ଡର ୟୁଜ କରୁଛୁ ସେ କ୍ୟାଲେଣ୍ଡର କେବେଠୁ ଆରମ୍ଭ ହେଇଛି ସେ କଥା ତ ମୁଁ ପଛରେ କହିବି, କିନ୍ତୁ ଆମ ଦେଶ ଭାରତ ପ୍ରଥମେ କେଉଁ କ୍ୟାଲେଣ୍ଡର ବ୍ୟବହାର କରୁଥିଲା ତାହା ମୁଁ କହୁଛି। ବିକ୍ରମାଦିତ୍ୟ ରାଜା ବିକ୍ରମ ସମ୍ବତ ନାମକ ଏକ କ୍ୟାଲେଣ୍ଡର ପ୍ରତିଷ୍ଠା କରିଥିଲେ, ଯେ ସବୁ ରାଜାଙ୍କୁ ହରାଇ ସେଇ ସ୍ମୃତିରେ ସେଇ ଦିନଠାରୁ ଗୋଟେ କ୍ୟାଲେଣ୍ଡରକୁ ପ୍ରଚଳନ କରିଥିଲେ। ଆଉ ସେଇ କ୍ୟାଲେଣ୍ଡର ଅନୁସାରେ ଆଜି 2082 ମସିହା ଆଜ୍ଞା। ନିଉଜରେ ଏବେ ଯୋଉ କ୍ୟାଲେଣ୍ଡର ପ୍ରଚଳିତ ହେଉଛି ସେ କ୍ୟାଲେଣ୍ଡର ବିଷୟରେ ତ ପଛରେ କହିବି, କିନ୍ତୁ ସାମ୍ୟକ ଧାରଣା ଦେବି ସେ କ୍ୟାଲେଣ୍ଡର ଆମର ସୂର୍ଯ୍ୟକୁ ଲକ୍ଷ୍ୟ ରଖି ସେ କ୍ୟାଲେଣ୍ଡର ତିଆରି କରାଯାଇଛି, କିନ୍ତୁ ଆମ ଭାରତୀୟ ପରମ୍ପରା କ୍ୟାଲେଣ୍ଡର ଚନ୍ଦ୍ରକୁ ଲକ୍ଷ୍ୟ ରଖି ତିଆରି କରାଯାଇଛି। ଆକ୍ଚୁଆଲି 2025 ଏଡି ଏବେ ଚାଲିଛି। ଏଡି ମାନେ ଆଫ୍ଟର ଖ୍ରୀଷ୍ଟ, ମାନେ ଖ୍ରୀଷ୍ଟ ଜନ୍ମ ହେବାର 2025 ବର୍ଷ ଏବେ ପୂର୍ଣ୍ଣ ହେଇସାରିଛି। ବିକ୍ରମ ସମ୍ବତ କ୍ୟାଲେଣ୍ଡର ଅନୁସାରେ ଏହା 2082 ମସିହା ଚାଲିଛି ଆଜ୍ଞା। ଆମେ ପୁଣି ଥରେ ମାଡ ଖାଇ ଆମ ଇତିହାସ ସହିତ ଆପଣ ମାନେ କିଛି ବି ଜାଣୁନାହାନ୍ତି, ସେଥିପାଇଁ ଆମ ଇତିହାସ ସହିତ ବାର ବାର ଖେଳା ଚାଲିଛି। 57 ମସିହା ପୂର୍ବରୁ ଆମ କ୍ୟାଲେଣ୍ଡର ତିଆରି ହୋଇସାରିଥିଲା, ଏମାନେ ପଛରେ ଆସି ଆମକୁ ଗୋଟେ ନୂଆ କ୍ୟାଲେଣ୍ଡର ଦେଖେଇଛନ୍ତି। ବନ୍ଧୁ এই ଭିଡିଓଟି କେମିତି ଲାଗିଲା ନିଶ୍ଚୟ ମତ ଦେବେ। ଏହିପରି ଇଣ୍ଟରେଷ୍ଟିଂ ଟପିକକୁ ମୁଁ ନେଇ ଆସିବାକୁ ମତେ ପ୍ରୋତ୍ସାହନ ଆଉ ଲାଇକ୍ ସେୟାର ଆଉ ସବସ୍କ୍ରାଇବ ଦେଇ ମତେ ପ୍ରୋତ୍ସାହନ ଦିଅନ୍ତୁ। ତ ଆମ ଇତିହାସ ସହିତ ଆହୁରି ଅନେକ ଗୁଡ଼ିଏ ଘଟଣା ଘଟିଛି ଯୋଉଗୁଡ଼ିକୁ ଆମେ ଜାଣିନାହୁଁ। କେବଳ ଆମେ ଯୋଉ କ୍ୟାଲେଣ୍ଡର ବ୍ୟବହାର କରୁଛୁ ସେଇ କ୍ୟାଲେଣ୍ଡର ପୂର୍ବରୁ ଆଉ ଗୋଟେ କ୍ୟାଲେଣ୍ଡର ଥିଲା, ଆଉ ସେଇ କ୍ୟାଲେଣ୍ଡର ପୂର୍ବରୁ ବିକ୍ରମ ସମ୍ବତ ଅର୍ଥାତ ଆମ ଭାରତୀୟ କ୍ୟାଲେଣ୍ଡର ପ୍ରଚଳିତ ଥିଲା, କିନ୍ତୁ ମଝିରେ ସେଇ କ୍ୟାଲେଣ୍ଡର ଗଲା କୁଆଡେ? କାହିଁକି ନା ଆମ ଇତିହାସ ସହିତ ବାର ବାର ଖେଳା ଯାଇଛି। ଆଉ ଏଇଭଳି ଏପିସୋଡ ଗୁଡ଼ିକୁ ଦେଖିବାକୁ ଆମକୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ ଫ୍ରେଣ୍ଡସ୍। ଆଉ ଗୋଟେ ଭିଡିଓରେ ଦେଖା ହବ। ରହୁଛି, ଧନ୍ୟବାଦ।